कौन सकाଳେ घटना ହେଲା ଏଇଭଳି? ସକାଳୁ ଘଟଣା ଏଇଆ ହେଲା ଯେ ଦିନ ପ୍ରାୟ 11ଟା 11:30 ହେବ। ମୁଁ ଯାଉଥିଲି ଢିଙ୍ଗାର ମୋ କାମରେ ଗଲାବେଳକୁ ହଠାତ୍ କିନା ମୁଁ ଆଗରେ ଯାଉଛି, ଗୋଟେ ସାଉଣ୍ଡ ଶୁଭିଲା ଯେ ମୁଁ ଜଷ୍ଟ 200 ମିଟର ଖଣ୍ଡେ ଯାଇଛି, ସାଉଣ୍ଡ ଶୁଭିଲା। ମୁଁ ଆସିକି ବୁଲେଇକି ଗାଡ଼ି ଦେଖିଲା ବେଳକୁ ଦିଟା ପିଲା କ'ଣ କରୁଛନ୍ତି, ଦିଟା ଝିଅଙ୍କୁ ମାନେ ଆଟାକ୍ କରିଛନ୍ତି, ବାଇକରେ ଆଗ ବାଡ଼େଇଛନ୍ତି। ତାପରେ ସେ ଝିଅକୁ ଗୋଟେ ଝିଅ ପଡ଼ିକି ଇଏ କରିଛି, ଗୋଟେ ପିଲା ତାକୁ ସିଭିୟର ଆଟାକ୍ କରିଛି, ମାନେ ତା ମୁଣ୍ଡ ଫୁଣ୍ଡକୁ ମାରିକି ଇଏ କରିଛି। ତାପରେ ଦେଖିଲା ବେଳକୁ ସେ ଝିଅ, ମୁଁ ଏଠି ଝିଅକୁ ଦେଖି ଗୋଟେ ଝିଅକୁ ଆସିକି ସାଇଡ୍ କରିକି ରଖିଲା ବେଳକୁ ଗୋଟେ ପିଲା ହଠାତ୍ କିନା ସେ ଝିଅକୁ ପୁରା ଜୋର ଜବରଦସ୍ତ ମାନେ ଆଟେମ୍ପ କରିଛି, ମାନେ ରେପ୍ କରିବା ପାଇଁ ଚେଷ୍ଟା କରୁଛି କି ଭଲ ମନ୍ଦ କରୁଛି ସେଇଟା ହେଉଛି, କିନ୍ତୁ ଯାହାକୁ ଜବରଦସ୍ତ ରୋଡ଼ ଉପରେ କିସ୍ କରୁଛି। ମୁଁ ଯେତେବେଳେ ପଚାରିଲି ଇଏ କିଏ, ନା ଆମେ ଚିହ୍ନିନୁ ଜାଣିନୁ। ତାପରେ ସେ ଖସି ଯିବାକୁ ଚେଷ୍ଟା କରିଥିଲେ, ମୁଁ ତାଙ୍କ ବାଇକ୍ର ଚାବିଟା ରଖିଦେଲି। ରଖିଲା ପରେ ବାଇକ୍ ଯିଏ ଚଲାଉଥିଲା ସିଏ ରହିଲା। ତାପରେ ସିଏ ଯେଉଁ ପିଲାଟା ଆଟେମ୍ପ କରିଥିଲା ସବୁ ଏସବୁ ଅସଭ୍ୟ କାମ କରିବା ପାଇଁ, ସିଏ ସେଠି ଯେଉଁ ବ୍ୟାରିକେଡ୍ ଡେଇଁକି ସିଏ ସେ ଗହିର ଆଡ଼ିକି ପଳେଇଲା। ତାପରେ ପବ୍ଲିକ ସେଠି ଗଦା ହେଇଗଲେ। ଗଦା ହେଇଗଲା ପରେ ଲୋକମାନେ ପଚାରିଲେ କ'ଣ ହେଲା, ମୁଁ କହିଲି ଭାଇ ଏଇଭଳିଆ ଘଟଣା। ସେଇଠୁ ତାପରେ ଯାଇକି ତାକୁ ଯେଉଁ ଖୋଜାଖୋଜି କରିକି ଇଏ ହେଲା ବେଳକୁ ସେମାନଙ୍କୁ ବି ସେ ପିଲା ନାଲି ଆଖି ଦେଖେଇଲା, ସବୁ କରିକି ସେ ପିଲା, ସେ ପବ୍ଲିକ ଯିଏ ଦେଖିଲେ ଭୁଲ କରିଛି ତାକୁ ମାଡ଼ ଦେଇଛନ୍ତି, କ'ଣ କରୁଛନ୍ତି, ସେ ସବୁ ଅଲଗା କଥା।